নমস্কার দর্শক বন্ধু, আজ 25 মার্চ 2026 বুধবার সকাଳର 20ଟି ଦେଶ ବିଦେଶର ପଛା ପଛା ମୁଖ୍ୟ ଖବର ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ, ଯାହାକି ପ୍ରତ୍ୟେକ ଦିନ ସକାଳ 5ଟାରେ ଦେଶ ବିଦେଶ ଖବର ପ୍ରଥମେ ପାଇବେ। ଯଦି ଆମେ ପ୍ରଥମ ଖବରକୁ ଯିବା, ସୁନା ଚାନ୍ଦି ଆଜି ଭାଙ୍ଗିଲା ସବୁ ରେକର୍ଡ। ଜାଣନ୍ତୁ ଆଜି କେତେ ରହିଛି ଗୋଲ୍ଡର ରେଟ୍। ହଁ ଦର୍ଶକ ବନ୍ଧୁ, ଗତ 3 ଦିନ ହେଲା ଲଗାତାର ସୁନାର ଦାମ କମିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଡଲାରର ମୂଲ୍ୟ ବୃଦ୍ଧି ହେବା ସହ କରାଣି ଟିକା ଆସିବାର ସମ୍ଭାବନା ରହିଥିବାରୁ କାରଣ ସୁନାର ଦାମ ହ୍ରାସ ପାଇବାରେ ଲାଗିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭାରତକୁ ନାଲି ଆଖି ଦେଖାଇଲା ଚୀନ। ପଛକୁ ନ ହଟିଲେ ଆରମ୍ଭ କରିବୁ ଯୁଦ୍ଧ। ହଁ ଦର୍ଶକ ବନ୍ଧୁ, ଭାରତକୁ ପୁଣି ନାଲି ଆଖି ଦେଖାଇଲା ଚୀନ। ବର୍ତ୍ତମାନ ସୀମାରେ 1961 ମହିଳା ଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ପ୍ରକାଶ କରିଛି ସରକାର ଖବରକାଗଜକୁ ବ୍ଲାକମେଲ ଟାଇମ୍। ଚୀନ ଭାରତକୁ ଧମକ ଦେଇଛି, ଯଦି ଭାରତ ପଛକୁ ନ ହଟି ତେବେ BLP ମଧ୍ୟରେ ଭାରତ ପଛକୁ ହଟାଇ ଦିଆଯିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସକାଳୁ ସକାଳୁ ବଡ଼ ଦୁର୍ଘଟଣା, ସେନା ବିମାନ କ୍ରାସ୍, ଥିଲା 100ରୁ ଅଧିକ ସୈନିକ। ହଁ ଦର୍ଶକ ବନ୍ଧୁ, ସକାଳୁ ସକାଳୁ ଆସିଲା ବଡ଼ ଦୁଃଖଦ ଖବର। ଉଡ଼ାଣ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତରୁ ହେଲା ବିମାନ, ଯେଉଁଥିରେ ଥିଲେ ପ୍ରାୟ 100ରୁ ଅଧିକ ସୈନିକ। ଏହି ଆଜ୍ଞା ଲମ୍ବାତିକ ଏକ ବଡ଼ ସାମରିକ ବିମାନ ଦୁର୍ଘଟଣା ଘଟିଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ 110 ଜଣ ସୈନିକଙ୍କ ନେଇ ଯାଉଥିଲା ଏକ ବିମାନ ଏୟାରଫ୍ରାକ୍ସ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବାଲେଶ୍ୱରରୁ ଅରିନ୍ଦମଙ୍କ ଏଣ୍ଟ୍ରି, ଅନୁଭବଙ୍କ ଷ୍ଟାର ଲିଷ୍ଟରୁ ହଟାଇଲା ବବି। ହଁ ଦର୍ଶକ ବନ୍ଧୁ, କଥାରେ 1-2 ଜଣଙ୍କ କହିଲେ ତୃତୀୟ ଜଣଙ୍କର ଭଲ। ଏହା ପ୍ରଣୋଦିତ ହୋଇଥିବା ଅନୁଭବ ଏବଂ ବର୍ଷାଙ୍କ ବିବାଦରେ ଏବେ ଅନୁଭବ ଏବଂ ବର୍ଷାଙ୍କ ବିବାଦ କାରଣରୁ ଅରିନ୍ଦମ ଷ୍ଟାର ଅରିନ୍ଦମଙ୍କୁ ନେଇ ସୁବର୍ଣ୍ଣ ସୁଯୋଗ ମିଳିପାରିଯାଇଛି। ଏହି ଖବର ଆସୁଛି ଅନୁଭବଙ୍କର ବିଜେଡିର ଷ୍ଟାର ତାଲିକାରୁ ବାହାର କରିଛି ଅରିନ୍ଦମଙ୍କୁ ରଖାଯିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲା ମୋଦି ସରକାର। ଅଂଶୀଦାରୀ ହେବ ଚାଇନା, ରୁଷିଆ। ହଁ ଦର୍ଶକ ବନ୍ଧୁ, ଆମେରିକା ଏବଂ ଇସ୍ରାଏଲ ସହିତ ଇରାନଙ୍କ ଚାଲିଥିବା ଯୁଦ୍ଧ ବିଷୟରେ ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତି ପକାଇଛି। ପଶ୍ଚିମ ଏସିଆର ଦେଖାଯାଇଥିବା ସଂକଟ ସମ୍ପର୍କରେ ସୋମବାର ଲୋକସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଶେଷ କରି ଚାଷୀଙ୍କ ଆଶ୍ୱସ୍ତି କରିଛନ୍ତି ଯେ କୌଣସି ବିଶ୍ୱ ସଂକଟ ଭାରତ ଉପରେ ଦେବାକୁ ପଡ଼ିବ ନାହିଁ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ନଗଦ କାରବାରରେ ହୋଇନଥିବାରୁ ଆସିପାରୁନାହିଁ ପେଟ୍ରୋଲ। ରାଜଧାନୀରେ ଅଧା ଟାଙ୍କି ବନ୍ଦ, ମିଳୁନି ତେଲ। ହଁ ଦର୍ଶକ ବନ୍ଧୁ, ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟାଙ୍କି ବନ୍ଦ ନାହିଁ ନଥିବା ହୋଇଥିବାରୁ ଚାଲାଣ ନଗଦ ଟଙ୍କା କାରବାର ହେଉନଥିବାରୁ ଆସିପାରୁନାହିଁ ପେଟ୍ରୋଲ। ଟାଙ୍କିରୁ ତେଲ ଦେଇ ନାହାନ୍ତି କମ୍ପାନୀ। ତେଲ କମ୍ପାନୀକୁ କରିବା ପାଇଁ ଅନୁଦାୟୀ ତେଲ ଟାଙ୍କି ମାଲିକଙ୍କ ନଗଦ ଟଙ୍କା ଦେଇ କମ୍ପାନୀରୁ ତେଲ କିଣିବେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବିଜେଡି ଛାଲିରେ 24 କର୍ପୋରେଟର। ହଁ ଦର୍ଶକ ବନ୍ଧୁ, କଟକ ବିଜେଡିର ବିଦ୍ରୋହ ଦଳ ଛାଡ଼ି ପାରୁନାହାନ୍ତି 24 କର୍ପୋରେଟର। ରାଜ୍ୟସଭା ରାଜମଣ୍ଡଳରେ ପ୍ରବାହିତ ଏବଂ ସୈନିକ ଦୁର୍ଘଟଣା ପାଇଁ କର୍ପୋରେସନ ବିରୋଧୀ ପାଇଁ କରୁଥିବା 2.3 ଦିନ ବିରୋଧରେ ଇସ୍ତଫା ଦେଇଛନ୍ତି 14 କଟକ କର୍ପୋରେଟର। ଯଦି ଆମେ ପରବର୍ତ୍ତୀ ଖବର ଯିବା, ରେଳ ଟିକେଟ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ। 8 ଘଣ୍ଟାରୁ କମ୍ ସମୟରେ ପୂର୍ବରୁ ଟାଲିବ କଲି। ହଁ ଦର୍ଶକ ବନ୍ଧୁ, ଟିକେଟ କାରବାରରେ ରଖିବାର ପାଇଁ ରେଳବାଇ ଏକ ରିଫଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ ଯାତ୍ରୀମାନେ ଟିକେଟ ତାଲିମ କରିବା ପରେ ଆଉ ସୁବର୍ଣ୍ଣ ରିଟର୍ଣ୍ଣ ପାଇବେ ନାହିଁ, ବରଂ ରିଫଣ୍ଡ ସମୟରେ ଆଧାର କରି ରିଫଣ୍ଡ କରାଯିବ। ନୂତନ ନିୟମ ଅନୁଯାୟୀ ଯଦି ଜଣେ ଯାତ୍ରୀ ଟ୍ରେନ ନିର୍ବାଚିତ ପ୍ରସ୍ତାବ ସମୟରେ 8 ଘଣ୍ଟା ପୂର୍ବରୁ ଟିକେଟ ତାଲିମ କରିଛନ୍ତି, ତେବେ ସେମାନଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ। ଯଦି ଆମେ ପରବର୍ତ୍ତୀ ଖବର ଯିବା, 7ଟି ନୂଆ ନିୟମ ଜାରି କଲା BCCI। ଚଳିତ IPL 2026 ଶନିଜକୁ ହେବ ଲାଗୁ। ହଁ ଦର୍ଶକ ବନ୍ଧୁ, BICର ମାର୍ଚ୍ଚ 28ରୁ ଆରମ୍ଭ ହେବାକୁ ଥିବା IPL 2026 ପାଇଁ 7ଟି ନୂଆ ନିୟମ ପ୍ରଯୋଜନ କରିଛି। ସମସ୍ତଙ୍କୁ 10ଟି IPL ଦଳ 19ତମ ରିଲିଜ୍ ପର୍ଯ୍ୟନ୍ତ ଏକ ନିୟମକୁ ପାଳନ କରାଯିବ ବାଧ୍ୟତ। ହଁ ଦର୍ଶକ ବନ୍ଧୁ, ଏବେ ପ୍ରଶ୍ନ ଉଠିଛି ଯେ IPL 2026 ପାଇଁ କାର୍ଯ୍ୟକାରୀ ହୋଇଥିବା ଏହି 7ଟି ନିୟମ କ'ଣ? ଏହି ନିୟମଗୁଡ଼ିକରେ ଖେଳ ସହିତ କମ୍ ଏବଂ ମ୍ୟାଚ୍ ସମୟରେ କିମ୍ବା ପୂର୍ବରୁ ଦଳଗୁଡ଼ିକରେ ଦର ପ୍ରଦାନ କରିପାରୁଥିବା କାର୍ଯ୍ୟ ସହିତ ଅଧିକ ଉଚିତ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଇରାନ ବାନ୍ଧିଲା ପାଇଁ କାଶ୍ମୀର ଲୋକଙ୍କ ଦୟାଭାବ, ନାଗରିକ ଟଙ୍କା ସୁନା ଗହଣା। ହଁ ଦର୍ଶକ ବନ୍ଧୁ, ପଶ୍ଚିମ ଏସିଆର ଯୁବତୀରେ ପ୍ରବାହିତ ଇରାନ ବାନ୍ଧିଛି କାଶ୍ମୀର, ଖାସ କରି ବଡ଼ଗାମ ଏବଂ ବାଲାମୁଖା ଜିଲ୍ଲାରେ ଲୋକେ ଦାୟବର ଏବଂ ସାହାଯ୍ୟ ଅନ୍ୟାନ୍ୟ ଉଦାହରଣ ପାଲଟିଛି।
ଯଦି ଆମେ ପରବର୍ତ୍ତୀ ଖବର ଯିବା, ଗଙ୍ଗା ଅବବାହିରେ 113 ବର୍ଷରୁ ସର୍ବାଧିକ ମରୁଡ଼ି ଚିନ୍ତାରେ ବୈଜ୍ଞାନିକ। ଦେଶବନ୍ଧୁ, ଭାରତର ମରୁଡ଼ି ସମସ୍ୟା ଏବେ ଅତ୍ୟନ୍ତ ଗମ୍ଭୀର ହୋଇଛି। ଗଙ୍ଗା ନଦୀର ସମତଳ ଅଞ୍ଚଳରେ କିଛି ଅଂଶ 2009 ମସିହାରୁ ଶୁଳ୍କଭୂମିର ଏକ ବଡ଼ ହଟସ୍ପଟ୍ ହୋଇଛି। ଡିସେମ୍ବର 2025ରେ ଜାରି ଏକ ଅଧିବେଶନ ଆଇଏସ୍ଆର 1971ରୁ 2020 ପର୍ଯ୍ୟନ୍ତ 6 ବଡ଼ କ୍ଷେତ୍ର ପଶ୍ଚିମ ଏବଂ ମଧ୍ୟ ଭାରତ, ହିମାଳୟ ଓ ଗଙ୍ଗାର ସମେତ ଉପଦ୍ୱୀପର ଏକ ଭାରତ ପୂର୍ବରୁ ମରୁଡ଼ି ସ୍ଥିତି ବଢ଼ିଥିଲା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଖରା ପାଇଁ ଶ୍ରମ ବିଭାଗ ନୂଆ ମାର୍ଗଦର୍ଶିକା ଦିନ 11ଟାରୁ 3ଟା ନିୟମ କାମ ବନ୍ଦ ଏପ୍ରିଲ 1ରୁ ଲାଗୁ। ଦେଶବନ୍ଧୁ, ଦିନ 11ଟା ଠାରୁ ଅପରାହ୍ନ 3ଟା ଯାଏ ଶ୍ରମିକଙ୍କ କାମ କରିବା ଉପରେ କଟକଣା ଲାଗିବ। ଏହି ସମୟରେ ଅଧିକ ତାତି ଏବଂ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରୁଥିବାରୁ କାମ ବନ୍ଦ ରଖିବେ। ସମ୍ଭାବ୍ୟ ଅଂଶୁଘାତରୁ ରକ୍ଷା ପାଇଁ ଶ୍ରମ ବିଭାଗ ଏହି ମାର୍ଗଦର୍ଶିକା ଜାରି କରିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ତହସିଲଦାରଙ୍କ ଆକ୍ରମଣ ଘଟଣା, ପୋଲିସର ଆକ୍ସନ, 2 ବାଲି ମାଫିଆଙ୍କ ଗିରଫ। ଦେଶବନ୍ଧୁ, ବାଲି ମାଫିଆ କାଗଜପତ୍ର ଯାଞ୍ଚ ସମୟରେ ତହସିଲଦାରଙ୍କ ବାଲି ମାଫିଆ ଆକ୍ରମଣ କରିବା ନେଇ ଅଭିଯୋଗ ମାମଲା 2 ବାଲି ମାଫିଆଙ୍କୁ ବାନ୍ଧିଲା ପୋଲିସ। ରଡର, ହାଇୱା ସହ ଟ୍ରକ୍ ଜବତ, ଅନ୍ତଃସ୍ତର ଥାନା ପୋଲିସର ଧନାଘନା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭୁବନେଶ୍ୱର ବିମାନ ବନ୍ଦରରେ 3 ଟଙ୍କାର ଅଧିକ ମୂଲ୍ୟରେ ଗଞ୍ଜେଇ ଜବତ। ଦେଶବନ୍ଧୁ, ଡିଆରମାଲ ବଡ଼ ଧାରଣ ଚାଲାଣ କରି ମଙ୍ଗଳବାର ସକାଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ 3 କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ହାଇ ପଲିସ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ 2 ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ଅନୁଯାୟୀ ବିମାନରେ 1066 ବ୍ୟାଙ୍କର ଅଧିକ ଯାତ୍ରୀଙ୍କ ଯାଞ୍ଚ ସମୟରେ 2 ଜଣ ଯାତ୍ରୀଙ୍କୁ ଏହି ନିଷେଧ ସାମଗ୍ରୀ ଜବତ କରିଥିବାରୁ ନିର୍ଦ୍ଦିଷ୍ଟ ଗୋଇନ୍ଦା ସୂଚନା ଅନୁଯାୟୀ